ଆପଣ ଜବ୍ କରିବା ପାଇଁ ଇଚ୍ଛୁକ କି ଚାକିରି କରିବା ପାଇଁ ଇଚ୍ଛୁକ କି ତାହେଲେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ପୋଷ୍ଟ ବାହାରିଛି ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଏକ୍ଜାମିନେସନ୍ 2026। ଏଇଟା ହେଉଛି UPSC କଣ୍ଡକ୍ଟ କରୁଛି, ୟୁନିୟନ୍ ପବ୍ଲିକ୍ ସର୍ଭିସ କମିଶନ ତରଫରୁ ଆସିଯାଇଅଛି। ଆପଣମାନଙ୍କୁ ମୁଁ ଡିଟେଲ୍ ଡିସ୍କସନ୍ କରିବି, ଅଫିସିଆଲ୍ ନୋଟିଫିକେସନ୍ ମଧ୍ୟ ଡିସ୍କସନ୍ କରିବି। ପ୍ରଥମେ ଆପଣମାନଙ୍କୁ ମୁଁ ସର୍ଟରେ କହିବା ପାଇଁ ଚେଷ୍ଟା କରୁଅଛି, ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଶେଷରେ କହୁଅଛି ଅଫିସିଆଲ୍ ନୋଟିଫିକେସନ୍ ଡିସ୍କସନ୍ କରିବି। ଆପଣମାନେ ମୁଁ ପ୍ରଥମେ ସର୍ଟରେ କହିବାକୁ ଚେଷ୍ଟା କରୁଛି। ପ୍ରଥମେ ଦେଖିବା ଟୋଟାଲ୍ ଭ୍ୟାକେନ୍ସି ହେଉଛି 80ଟି। ଶେଷ ତାରିଖ ହେଉଛି 24/2/2024 ଅର୍ଥାତ୍ ଫେବୃଆରୀ ମାସ 24 ତାରିଖ। ଯଦି ଆପଣମାନେ ଯାହାର ହ୍ୱାଟ୍ସଆପ୍ ଗ୍ରୁପ୍, ଆରଟାଇ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ଥିବ, ଏହି ଜାଗାରେ ଆପଣମାନେ ଆଡ଼୍ ହୋଇପାରିବେ, ଜଏନ୍ ହୋଇପାରିବେ। ଜଏନ୍ ହେଲେ ଆପଣମାନଙ୍କୁ ସବୁ PDF ମିଳିପାରିବ। ଏଇଟା ହେଉଛି UPSC କଣ୍ଡକ୍ଟ କରୁଅଛି, UPSC ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ତରଫରୁ, ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ମେନ୍ ଏକ୍ଜାମ୍ ତରଫରୁ କଣ୍ଡକ୍ଟ କରୁଅଛି। ତାପରେ ଡିଟେଲ୍ ଦେଖିବା, ଭ୍ୟାକେନ୍ସି ଡିଟେଲ୍ ଦେଖିବା। 80ଟି। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ପ୍ରଥମେ ଆପଣମାନେ ବ୍ୟାଚଲର ଡିଗ୍ରୀ ଅର୍ଥାତ୍ +3 ପାସ୍ କରିଥିବେ, କିନ୍ତୁ ୱିଥ୍ ଆଟଲିଷ୍ଟ ୱାନ୍ ଅଫ୍ ଦ ଫଲୋଇଂ ସବଜେକ୍ଟ ଥିବା ଦରକାର। ଅନର୍ସ ଥିବା ଦରକାର। ଏନିମାଲ୍ ହଜବେଣ୍ଡରୀ, ଭେଟେନାରୀ ସାଇନ୍ସ, ବୋଟାନି, କେମିଷ୍ଟ୍ରି, ଜିଓଲୋଜି, ମ୍ୟାଥ୍, ଫିଜିକ୍ସ, ଷ୍ଟାଟିଷ୍ଟିକ୍ସ, ଜୁଲୋଜି। ଯେତେ ମୁଁ ସବଜେକ୍ଟ କହିଛି, ଯେକୌଣସି ଗୋଟିଏ ସବଜେକ୍ଟରେ ଯଦି ଆପଣମାନେ ଅନର୍ସରେ ପାଠ ପଢ଼ିଥିବେ ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଆଉ ଯେଉଁମାନେ ଏଗ୍ରିକଲଚର ପଢ଼ିଛନ୍ତି, BSc ଏଗ୍ରିକଲଚର, ଫରେଷ୍ଟ୍ରି ଅର୍ ଇଞ୍ଜିନିୟରିଂ, ସେମାନେ ମଧ୍ୟ ଏହି ପୋଷ୍ଟକୁ ଆବେଦନ କରିପାରିବେ। ତାପରେ candidate who have appeared in qualifying examination are eligible subject to producing proof of passing before the personal test। ଆପଣମାନେ ଯେଉଁମାନେ ଏ ବର୍ଷ ମଧ୍ୟ ଦେଇଛନ୍ତି +3, ସେମାନେ ମଧ୍ୟ ଆବେଦନ କରିପାରିବେ। ଯେତେବେଳେ ଇଣ୍ଟରଭ୍ୟୁ ହେବ ସେ ସମୟରେ ସବୁ ରିଜଲ୍ଟ ବାହାରିଥିବା ଦରକାର। ଏଜ୍ ଲିମିଟ୍ ଦେଖିବା। ଏଜ୍ ଲିମିଟ୍ ହେଉଛି ଆପଣମାନେ ଯଦି 21 ବର୍ଷ ହେଇଥିବେ ଏବଂ 32 ବର୍ଷ ପର୍ଯ୍ୟନ୍ତ, 21ରୁ 32 ବର୍ଷ ହେଇଥିଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। କିନ୍ତୁ 32 ବର୍ଷ ଅଧିକ ହେଇଥିଲେ ମଧ୍ୟ ଆବେଦନ କରିପାରିବେ। ମୁଁ କେମିତି ଆବେଦନ କରିପାରିବେ? 32 ବର୍ଷରୁ ମଧ୍ୟ ଅଧିକ ହେଇଥିଲେ, 40 ବର୍ଷ ହେଇଥିଲେ ମଧ୍ୟ, 42 ବର୍ଷ ହେଇଥିଲେ ମଧ୍ୟ ଆବେଦନ କରିପାରିବେ। ମୁଁ ଅଫିସିଆଲ୍ ନୋଟିଫିକେସନ୍ରେ କହିବି, ଏଜ୍ ରିଲାକ୍ସେସନ୍ ସମସ୍ତଙ୍କର କହିବି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପ୍ଲିକେସନ୍ ଫି ଦେଖନ୍ତୁ। ଆପ୍ଲିକେସନ୍ ଫି ହେଉଛି ଜେନେରାଲମାନଙ୍କ ପାଇଁ, OBC, EWS କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 700 ଟଙ୍କା, SC, ST, PW ଫିମେଲ୍ କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ଫ୍ରିରେ ସେମାନେ ଆବେଦନ କରିପାରିବେ। ମେନ୍ ଏକ୍ଜାମ୍ ଫି ଇନ୍ କ୍ୱାଲିଫାଏ ଯଦି କରିବେ 200 ଟଙ୍କା। ଏକ୍ସପେକ୍ଟ କାଟାଗୋରୀମାନଙ୍କ ପାଇଁ। ପେମେଣ୍ଟ ମୋଡ୍ ହେଉଛି ନେଟ୍ ବ୍ୟାଙ୍କିଂ, ଡେବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼, UPI। ଆପଣମାନେ ଯେଉଁ ଜାଗାରେ ଯାହାର ଯେଉଁଟା ଅଛି, ଯାହାର ଯେଉଁଟା ପସନ୍ଦ, ଆପଣମାନେ ସେଇଠି ଜାଗାରେ ପେମେଣ୍ଟ କରିପାରିବେ। ହାଉ ଟୁ ଆପ୍ଲାଏ, ଆପଣମାନେ କେମିତି ଆପ୍ଲାଏ କରିବେ? ପ୍ରଥମେ upsconline.nic.in ଯିବେ। ତାପରେ ରେଜିଷ୍ଟ୍ରେସନ୍ କରିବେ। ସିଲେକ୍ଟ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଏକ୍ଜାମିନେସନ୍ ଆଣ୍ଡ ଇଣ୍ଡିକେଟେଡ୍ ଇଫ୍ ଆପ୍ଲାଇଂ ଦ ସିଭିଲ୍ ସର୍ଭିସେସ୍ କରିବେ। ତାପରେ ଫଟୋ ଅପଲୋଡ଼ କରିବେ, ଲାଇଭ୍ ଫଟୋ ଦେବେ, ସିଗ୍ନେଚର୍ ଦେବେ, ରିକ୍ୱାର୍ଡ଼ ଡକୁମେଣ୍ଟ ଦେବେ ଏବଂ ଲାଷ୍ଟରେ ଫାଇନାଲ୍ ସବମିଟ୍ କରିକି ପ୍ରିଣ୍ଟ ଆଉଟ୍ କାଢ଼ିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା। ଇମ୍ପୋର୍ଟାଣ୍ଟ ଡେଟ୍ ହେଉଛି ଶେଷ ତାରିଖ ହେଉଛି 24/2/2026। ତାପରେ ଆପ୍ଲିକେସନ୍ ତ 4/2/2024 ଚାଲୁଅଛି ଏବଂ ପ୍ରିଲିମିନାରୀ ଏକ୍ଜାମ୍ ହେଉଛି 24/5/2024 ଅର୍ଥାତ୍ ମେ ମାସ 24 ତାରିଖରେ ଏକ୍ଜାମ୍, ପ୍ରିଲିମିନାରୀ ଏକ୍ଜାମ୍ ହେବ। ଏବେ ଦେଖିବା ଅଫିସିଆଲ୍ ନୋଟିଫିକେସନ୍। ଅଫିସିଆଲ୍ ନୋଟିଫିକେସନ୍ କ'ଣ ଅଛି? ଯାହା ବି
यूट्यूब हो जहाँ जो जगह आपने वीडियो देखुं प्रथम ऑफिशियल नोटिफिकेशन देखिए प्रथम आप पढ़े चेक करेंगे तापर आप योग्य देखिए बयस देखिए तापर आप आवेदन करेंगे। एटा हूँ यूपीएससी तरफ ऑफिशियल नोटिफिकेशन एग्जामिनेशन नोटिस नंबर ये मेंशन होती डेट मेंशन होती वेबसाइट मेंशन होती सब डिटेल मुझे डिस्कसन कर सर्ट्रे यहाँ हूँ ऑफिशियल नोटिफिकेशन टी आवेदन तारीख मत कही सब डिटेल मुझे कहूँ हाउ टू अप्लाई मत कही सब डिटेल कही लास्ट हूँ फेब्रुआरी मास 24 तारीख लास्ट डेट अप्लाई नेगेटिव मार्किंग अच्छी नेगेटिव मार्किंग अच्छी सेहीपरि आपण मैंने एग्जाम देवे नेगेटिव जदि आपण जहाँ भी डाउट होची आपण मैंने यही नंबर रे फोन करि परिबे यही नंबर रे एवं एटा हूँ तार यूपीएससी रो ईमेल आईडी रे आपण मेल करि परिबे जहाँ भी डाउट जेते बेले आपण मैंने एग्जाम दे देबे जेकोसी इलेक्ट्रोनिक गैजेट आपण धरिकी जिबे नाही। एग्जाम सेंटर मध्य ओडिशा रे अछि संबलपुर रे अच्छी भुवनेश्वर अच्छी ये सब मेंशन है आप वीडियो को स्टॉप करके देखिपारे एग्जाम सेंटर ओडिशा बाहर आप एग्जाम सेंटर देखिपारे प्लान ऑफ एग्जामिनेशन होची अपेंडिक्स 1 सेक्शन 1 बिलो आम देखा प्रथम देखा प्रिलिमिनरी एग्जाम हे मेन एग्जाम हे तापर इंडियन फॉरेस्ट सर्विस मेन एग्जामिनेशन रिटन एंड इंटरव्यू एग्जाम है सिलेक्शन कैंडिडेट फॉर द इंडियन फॉरेस्ट सर्विस 3 प्रकार एग्जाम है पीडब्ल्यू कैटेगरी मध्य पकई पारे सब मेंशन होती केते तार परसेंटेज होइथिबो केते दूर तार केते कोन थिबो ताले आप मध्य पकई पारे। एलिजिबिलिटी तो कंडीशन मु कहली एज लिमिट मत कही जदि आपणकर 1 अगस्त 2024 जदि आपणकर बयस होउथबो ताले आपण माने एई पोस्ट को आवेदन करि परिबे। आउ तो मिनिमम एजुकेशनल क्वालिफिकेशन मत कही बैचलर डिग्री ये नंबर ऑफ अटेम्प्ट देइची shall permitted 6 attend at the examination every candidate appearing at the examination who is otherwise eligible shall be permitted 6 attend at the examination दिया जिवो। मेडिकल एंड फिजिकल स्टैंडर्ड मध्य फी तो कही सब मु डेट को जाऊ किछि नाही लास्ट डेट बारंबार कहूँ फेब्रुआरी 24 तारीख फेब्रुआरी 24 तारीख एतिक तार यूपीएससी तरफ बाहरी तेणु आपण मैंने यहीपर जदि जॉब पाइबा चाहूले वीडियो को सब्सक्राइब करूँ एवं सांगसाथी मानक शेयर करूँ जदि वीडियोटी भल लगी ताले गोटे वीडियो को लाइक करिकी आप विदाय नियंतु नेक्स्ट वीडियो देखा यहीपरि नोटिफिकेशन एडवर्टाइज वीडियो रही थैंक यू।